ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ହେଉଛି 24 ଅକ୍ଟୋବର 2025 ମସିହା ଶୁକ୍ରବାର। ଆସନ୍ତୁ ଜାଣିବା ଓଡ଼ିଶା ଏବଂ ଆମ ଦେଶ ବିଦେଶରେ ଘଟୁଥିବା ବିଭିନ୍ନ ଖବର ଗୁଡ଼ିକ। ଆଜିର ପ୍ରଥମ ଖବର, ନୂଆପଡ଼ା ଉପନିର୍ବାଚନ 25 ତାରିଖ ପରେ ଦମ ଦେଖାଇବ ବିଜେପି। ଆଜ୍ଞା ହଁ, ଆଗକୁ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଛି। ଏନେଇ ରାଜନୀତି ମଧ୍ୟ ସରଗରମ ରହିଛି। ଏହାରି ଭିତରେ ବିଜେଡିର ବିକ୍ରମ ପଣ୍ଡାଙ୍କର ଗିରଫଦାରୀକୁ ନେଇ ଏକ ନୂଆ ମୋଡ଼ ନେଇପାରେ। ଅନ୍ୟପକ୍ଷରେ ନୂଆପଡ଼ାରେ ଆସନ୍ତା 25 ତାରିଖ ପରେ ବିଜେପି ତାର ଦମ ଦେଖାଇବ। ମନ୍ତ୍ରୀ ଏବଂ ବିଧାୟକମାନେ ଘନ ଘନ ନୂଆପଡ଼ା ଗସ୍ତ କରୁଛନ୍ତି। ଛତିଶଗଡ଼ ଯାଇ ନିର୍ବାଚନ ପ୍ରଚାର ମଧ୍ୟ କରିବେ। ଏହା ବିଜେପି ନେତୃତ୍ୱାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବାରୁ ବିଜେପି ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଫୁଲ୍ ଦମରେ ମାଡ଼ି ଚାଲିଛି। ପରବର୍ତ୍ତୀ ଖବର, ନୂଆପଡ଼ାରେ ଆଦିବାସୀ ସମାଜ ସମ୍ମିଳନୀରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିରି ଚୁରିଆଙ୍କୁ ସମର୍ଥନ। ଆଜ୍ଞା ହଁ, ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ବିଜେଡି ନେତା ଭାନୁପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ଗତକାଲି ନୂଆପଡ଼ା ଟାଉନଠାରେ ଏକ ଆଦିବାସୀ ସମ୍ମିଳନୀ ଆୟୋଜନ ହୋଇଛି। ନୂଆପଡ଼ାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଏବଂ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି 120ଟି ଗାଁର ଆଦିବାସୀ। ବିଜେପି ଏବଂ କଂଗ୍ରେସର ଅନେକ ନେତା ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ଉପରେ ଆସ୍ଥା ପ୍ରକାଶ କରି ଏବଂ ଆଦିବାସୀ କଲ୍ୟାଣ ପଦକ୍ଷେପ ଯୋଗୁଁ ନବୀନ ପଟ୍ଟନାୟକଙ୍କର ପ୍ରାର୍ଥୀ ସମର୍ଥନ କରିବେ ବୋଲି ଆଶାବ୍ୟକ୍ତ ଏବଂ ମତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛି ମୁଖ୍ୟ ଅଭିଯୁକ୍ତ। ଆଜ୍ଞା ହଁ, ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛି ଫେରାର ଅଭିଯୁକ୍ତ ସୁଦର୍ଶନ ଜେନା। ଘଟଣା ପରଠାରୁ ସୁଦର୍ଶନ ଫେରାର ଥିଲେ, କିନ୍ତୁ ଗତକାଲି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଜେଡି ନେତା ବିକ୍ରମ ପଣ୍ଡାଙ୍କର ସହଯୋଗୀ ଥିଲେ ସୁଦର୍ଶନ ଜେନା। ଗତକାଲି ସେ ସକାଳେ 12 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇବା ପରେ ରାତିରେ ଜୟପୁର ସୁନୀଲ ହୋତାଙ୍କଠାରୁ ଉଠାଇ ଆଣିଥିଲା ବ୍ରହ୍ମପୁର ପୋଲିସ। ଏହାପରେ ଅଭିଯୁକ୍ତ ଆସି ଆତ୍ମସମର୍ପଣ କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଆଜ୍ଞା ହଁ, ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଏବଂ ସଡ଼କ ପରିବହନର ମନ୍ତ୍ରୀ ନୀତିନ ଗଡ଼କରୀ। ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ରୋଡ୍ କଂଗ୍ରେସର 84ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର 7ରୁ 10 ତାରିଖ ଯାଏ ଓଡ଼ିଶାରେ ହେବ ଏହି ଅଧିବେଶନ। ଏଥିରେ ସାରା ଦେଶରୁ 2000ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ଏଥିସହିତ ଅନେକ ଭିଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଯୋଗଦେବେ। ଓଡ଼ିଶାର ସଫଳତାର ସହିତ 5ଟି ଆଇଆର୍ସି ଅଧିବେଶନ ଆୟୋଜନ କରି ବର୍ତ୍ତମାନ ଏହା 6ଠ ଥର ପାଇଁ ଆଇଆର୍ସି ବାର୍ଷିକ ଅଧିବେଶନ ଆୟୋଜନ କରିବାକୁ ଯାଉଛି। ଅଧିବେଶନ ପରିଚାଳନା ପାଇଁ 18ଟି କମିଟି ଗଠନ କରାଯାଇଥିବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପରବର୍ତ୍ତୀ ଖବର, ଦକ୍ଷିଣ ଓଡ଼ିଶାକୁ ବର୍ଷା ଆଲର୍ଟ। ଆଜ୍ଞା ହଁ, ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ମୁହାଁ ୱେଲମାର୍କଡ ଲୋ ପ୍ରେସର ଗତକାଲି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ। ତେବେ ଏହାର ପ୍ରଭାବରେ ଗତକାଲି ଦକ୍ଷିଣ ଓଡ଼ିଶାରେ 11 ଜିଲ୍ଲା ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ସୂଚନା ଦେଇଥିଲା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ 24 ତାରିଖରେ ଅର୍ଥାତ୍ ଆଜି ରାଜ୍ୟରେ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି। 25 ଏବଂ 26 ତାରିଖରେ ଉପକୂଳ ସମେତ ଉପକୂଳରେ ଲାଗିଥିବା ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ସେହିପରି 27 ଏବଂ 28ରେ କିଛି ଜିଲ୍ଲାରେ ବର୍ଷା ହୋଇପାରେ ଏବଂ ଏହି ସମୟରେ ପବନର ବେଗ 30ରୁ 40 କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ ଖବର, ଏଣିକି ପଞ୍ଚମରେ ଏବଂ ଅଷ୍ଟମରେ ଫେଲ୍ ପାସ୍ ଲାଗୁ। ଏଣିକି ପଞ୍ଚମ ଏବଂ ଅଷ୍ଟମରେ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ହେବ। ପରୀକ୍ଷାରେ ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟ ଦେଇ ପାସ୍ କରିବେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। ଏନେଇ ନୂଆ ଗାଇଡଲାଇନ ଜାରି କଲା ଗଣଶିକ୍ଷା ବିଭାଗ। ପଞ୍ଚମ ଏବଂ ଅଷ୍ଟମରେ 50 ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପରୀକ୍ଷାରେ ପାସ୍ ନ କଲେ ସପ୍ଲିମେଣ୍ଟାରୀ ଦେବେ। ଯଦି ଛାତ୍ରଛାତ୍ରୀ ପୁନଃ ପରୀକ୍ଷାରେ ପାସ୍ କରନ୍ତି ତେବେ ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ, କିନ୍ତୁ ପୁନଃ ପରୀକ୍ଷାରେ ଫେଲ୍ ହେଲେ ସେମାନେ ସେହି ଶ୍ରେଣୀରେ ହିଁ ରହିବେ। ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଲିଖିତ ଏବଂ ମୌଖିକ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ 50 ମାର୍କ ମଧ୍ୟରୁ 10 ମାର୍କ ମୌଖିକ ଏବଂ 40 ମାର୍କ ଲିଖିତ।
ସେହିପରି ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ କେବଳ 50 ମାର୍କ ଲିଖିତ ପରୀକ୍ଷା କରାଯିବ। ପରବର୍ତ୍ତୀ ଖବର, ଦିଲ୍ଲୀରେ ବଡ଼ ଏନକାଉଣ୍ଟର, 4 ଗ୍ୟାଙ୍ଗଷ୍ଟର ନିପାତ। ଆଜ୍ଞା ହଁ, ଦିଲ୍ଲୀର ବିହାରର 4 ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର କରାଯାଇଛି। ଦିଲ୍ଲୀର ବାହାଦୁର ଶାହ ମାର୍ଗରେ 4 ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ଅପରେସନରେ 4 ଜଣ ଅପରାଧୀ ନିପାତ ହୋଇଛନ୍ତି। ଦୀର୍ଘ ଦିନ ଧରି ପୋଲିସ ଟାର୍ଗେଟରେ ଥିଲେ ଏହି 4 ଅପରାଧୀ। ସିଗ୍ମା ଆଣ୍ଡ କମ୍ପାନୀ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ। ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଏହି ଗ୍ୟାଙ୍ଗ। ନିହତ ଗ୍ୟାଙ୍ଗଷ୍ଟର ହେଲେ ବିହାରର ରଞ୍ଜନ ପାଠକ, ବିମଲେ ମହାତ ଏବଂ ମନୀଷ ପାଠକ ଏବଂ ଅନାମ ଠାକୁର। ଖବର, ସାବରୀମାଳା ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳ ଗସ୍ତରେ ଅଛନ୍ତି। 4 ଦିନ ପାଇଁ ସେ କେରଳ ଗସ୍ତରେ ଯାଇଥିବା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳା ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆଳତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଏହି ମନ୍ଦିର ଦର୍ଶନ କରି ସେ ଇତିହାସ ରଚିଛନ୍ତି ଏବଂ ରାଷ୍ଟ୍ରପତି ମୁର୍ମୁ ତାଙ୍କର କେରଳ ଗସ୍ତ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି କେ.ଆର୍. ନାରାୟଣ ତଥା କେରଳର ପ୍ରଥମ ରାଷ୍ଟ୍ରପତିଙ୍କର ପ୍ରତିମୂର୍ତ୍ତିରେ ମଧ୍ୟ ଉନ୍ମୋଚନ ମଧ୍ୟ କରିଛନ୍ତି। ପରବର୍ତ୍ତୀ ଖବର, ନୀରଜ ଚୋପ୍ରାଙ୍କୁ ସମ୍ମାନ। ଭାରତୀୟ ସେନାରେ ଭାରତୀୟ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ନୀରଜ ଚୋପ୍ରାଙ୍କୁ ଲୋକ ଏବେ ଲେଫ୍ଟନାଣ୍ଟ କର୍ଣ୍ଣର ଭାବେ ଜାଣିବେ। ବୁଧବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀରଜ ଚୋପ୍ରାଙ୍କୁ କର୍ଣ୍ଣଲ ପଦରେ ସମ୍ମାନିତ କରାଯାଇଥିଲା। ଗତ ଏପ୍ରିଲ 16 ତାରିଖରେ କ୍ରୀଡ଼ା କ୍ଷେତ୍ରରେ ନୀରଜଙ୍କର ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଟେରିଟୋରିଆଲ ସମ୍ମାନରେ ସମ୍ମାନିତ କରିଛନ୍ତି। ଲେଫ୍ଟନାଣ୍ଟ କର୍ଣ୍ଣର ପଦ ପାଇବା ପରେ ନୀରଜଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୀରଜ କହିଛନ୍ତି ଯେ, ଏହା ମୋ ପାଇଁ ସମ୍ମାନ ଠାରୁ ବହୁତ ଅଧିକ। ଏହା ମୋ ଦେଶ ପ୍ରତି ଏକ ଦାୟିତ୍ୱ। ମୋତେ ଲେଫ୍ଟନାଣ୍ଟ କର୍ଣ୍ଣଲର ସମ୍ମାନଜନକ ପଦବୀ ପ୍ରଦାନ କରିବା ପାଇଁ ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆଞ୍ଚଳିକ ସେନାର ଅଶେଷ ଧନ୍ୟବାଦ ଜଣାଉଛି। ମୁଁ ଏହି ପୋଷାକ ପିନ୍ଧି ଗର୍ବିତ। ଜୟ ହିନ୍ଦ, ଏପରି କିଛି କହିଥିଲେ ନୀରଜ। ପରବର୍ତ୍ତୀ ଖବର, ରାମଧରଙ୍କ ସହିତ 50 ମାଓବାଦୀ ଆତ୍ମସମର୍ପଣ। ମାଲକାନଗିରି ସୀମାନ୍ତ ଅଞ୍ଚଳର ଏବଂ ଛତିଶଗଡ଼ରେ ମାଓବାଦୀମାନଙ୍କର ସଂଗଠନ ବର୍ତ୍ତମାନ ଭୁଷୁଡ଼ିବାରେ ଲାଗିଛି। ଚଳିତ ମାସରେ ଲଗାତାର ମହାରାଷ୍ଟ୍ର ଗଡ଼ଚିତୋରୀଠାରେ ବସ୍ତାରେ 300 ନକ୍ସଲଙ୍କର ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଥିଲା। ତା ସହିତ ଗତକାଲି ପୁଣି ଏହି କ୍ରମରେ 50 ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନେତୃତ୍ୱ ନେଇଥିଲେ କେନ୍ଦ୍ରୀୟ କମିଟି ମେମ୍ବର ରାମଧର ଓରଫ ମାଝୀ ଦେବ। ରାମଧରଙ୍କ ନାମରେ 50 ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଖବର, ହୋଟେଲରୁ 30 ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଲା ପୋଲିସ। ଆଜ୍ଞା ହଁ, କଟକର ଶିଖରପୁର ସ୍ଥିତ ଏକ ହୋଟେଲ ଉପରେ ଚାଉଳିଆଗଞ୍ଜ ଥାନା ଚଢ଼ଉ କରାଯାଇଛି। ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଥିବା ନେଇ ସୂଚନା ମିଳିବା ପରେ ପୋଲିସ ଚଢ଼ଉ କରିଥିଲା। ତେବେ କେଉଁ କାରଣ ପାଇଁ ହୋଟେଲରେ ସେମାନେ ଏକାଠି ହୋଇଥିଲେ, କ'ଣ ଥିଲା ସେମାନଙ୍କର ଉଦ୍ଦେଶ୍ୟ, ଏ ନେଇ କୌଣସି ସୂଚନା ମିଳିନାହିଁ। ଏହାକୁ ନେଇ ଛାନଭିନ କରୁଛି ପୋଲିସ। ତେଣୁକରି ବିଶେଷ ସୂତ୍ରରୁ ଖବର ପାଇବା ପରେ ହୋଟେଲ ଉପରେ ଚଢ଼ଉ କରିଥିଲା ପୋଲିସ। କ୍ରିପ୍ଟୋକରେନ୍ସିରେ ଠକେଇ କରୁଥିବା ଆସିଥିବା ଏହି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସମସ୍ତ ଅଟକ ପଶ୍ଚିମବଙ୍ଗ ହୋଇଥିବାର ଜଣାପଡ଼ିଛି।